ଆସିଲା ସେ ଯୋଉ ବାସ୍କେଟ କଥା ମୁଁ କହିଲି ଇନ୍ ସିଙ୍ଗଲ ଇନଭଏସ୍, ରାଇଟ୍, ଇନ୍ ସିଙ୍ଗଲ ଇନଭଏସ୍ ସେଟା ଯୋଉଟା ମୁଁ ଆପଣଙ୍କୁ କହିଲି। You can complete your 50 pp and 100 pp in multiple invoice during the qualification period. Qualification period କେବେ ନା 1 ରୁ 10 ମଧ୍ୟରେ କିଣିଲେ ଏଠି କଣ ନା 100 pp ରେ ଆପଣ 3ଟା ଟିକେଟ ପାଇବେ, ରାଇଟ୍, ଯୋଉ କମ୍ପ୍ୟୁଟରାଇଜ ଟିକେଟ 3 ଟିକେଟ୍ସ। ତାହେଲେ ରିୱାର୍ଡ ଏଠି କଣ ଅଛି? ଆଗରୁ ସବୁ ଟଙ୍କା ଥିଲା, ଏବେ ରିୱାର୍ଡ ଟା ଦେଖନ୍ତୁ, ଏବେ ବହୁତ ଲୋକ ପାଇବେ, ବହୁତ ଭାବରେ ଆକୁ ପ୍ରମୋସନ କରନ୍ତୁ ନା। ଫାଷ୍ଟ 100 ୱିନର୍ସ, ଯୋଉ 100 ଜଣ ୱିନର୍ସ କୁ ମିଳିବ 9,000 ଟଙ୍କାର 55 ସେଣ୍ଟିମିଟର ବ୍ଲାକ୍ କଲର, ରାଇଟ୍, ଭିଆଇପି ର, ରାଇଟ୍, 9,000 ଟଙ୍କାର ଟ୍ରଲି ବ୍ୟାଗ ମିଳିବ। କେତେ ଜଣକୁ ନା 100 ଜଣ। ତାହେଲେ ଏଠି ଅଧିକ ଲୋକ ପାଇବାର ଚାନ୍ସ ଆସିଗଲା, 100 ଲୋକ ପାଇବେ, ଟଙ୍କାଟେ ଦେବେ ତା ପାଇଁ, ରାଇଟ୍। ଏସବୁ ଗଭର୍ଣ୍ଣମେଣ୍ଟର ଯୋଉ ଛୋଟ ଛୋଟ ଆମାଉଣ୍ଟ ନିଆ ହଉଛି, ଏଟା ଗଭର୍ଣ୍ଣମେଣ୍ଟର ରୁଲ ଅନୁସାରେ ନିଆ ହଉଛି, 1 ରୁପିସ୍ ଦେଇକିରି ସେ ଟ୍ରଲି ବ୍ୟାଗ ଟାକୁ ନେବେ। ଆଉ 300 ଡ୍ର ୱିନର, 300 ଲୋକ ଆମର ପାଇବେ କଣ ନା ଡଫଲ ଟ୍ରଲି ବ୍ୟାଗ, ରାଇଟ୍, ଯୋଉ ମାନେ ସ୍କାଏ ବ୍ୟାଗ, ସେଥିରେ ଟ୍ରଲି ଥିବ ଆଉ ସେଟା ମାନେ ବ୍ୟାଗ, ଏବଂ ସେଟା ପର୍ପଲ କଲର ଲେଖା ହେଇଯାଇଛି, ଯୋଉଠି ଯାହାର କଷ୍ଟ ହଉଛି 4,250 ଟଙ୍କା ଏବଂ 300 ଲୋକ ଆକୁ ପାଇବେ, 300 ପିପୁଲ। ଆଉ କଣ ନା 1,100 ଲୋକ, ରାଇଟ୍, 1,100 ପିପୁଲ ଡ୍ର ୱିନର୍ସ, 1,100 ଲୋକ, ଏମାନେ ପାଇବେ 1,500 ଟଙ୍କାର ମୋଦି କେୟାର ପ୍ରଡକ୍ଟ ବାସ୍କେଟ, ରାଇଟ୍, 1,500 ଟଙ୍କାର ତାହେଲେ ମୋଦି କେୟାର ପ୍ରଡକ୍ଟ ବାସ୍କେଟ। ତେଣୁ ଏଇ ଯୋଉ ଜିନିଷ ରହିଲା, ଏ ପିକ୍ଚରକୁ ସ୍କ୍ରିନଶଟ କରନ୍ତୁ ବା ଆପଣଙ୍କ ହ୍ୱାଟ୍ସଆପ ରେ ଅଛି, ଆକୁ ଦେଖେଇକିରି, ରାଇଟ୍, ଆପଣ ଫିଲ୍ଡ ଆକ୍ଟିଭିଟିଜ କରାନ୍ତୁ ଯେ ସାର୍ ଦେଖନ୍ତୁ ଯେ ଆପଣଙ୍କ ଘରେ ତ ଏସବୁ ଜିନିଷ ଗୁଡିକ ଦରକାର, ଆଉ ଯେ ଯଦି ଏସବୁ ଜିନିଷ ଦରକାର, ଯଦି 10 ତାରିଖ ଭିତରେ ଆପଣ ଏସବୁ ପରଚେଜ କରୁଛନ୍ତି, ତାହେଲେ ମେ ବି ଯଦି ଆପଣଙ୍କ ଲକରେ ଥିବ, ତାହେଲେ ୟାକୁ ଆପଣ ପାଇଯାଇ ପାରିବେ। ସାର୍ ମତେ କୁହନ୍ତୁ, ଆପଣ 4,000 ଟଙ୍କା ଜିନିଷ କିଣିକିରି ଯଦି 9,000 ଟଙ୍କା ଗୋଟେ ମାନେ ଟ୍ରଲି ବ୍ୟାଗଟା ଆପଣଙ୍କର ଉଠିଗଲା, ତାହେଲେ ନିଶ୍ଚିତ ଭାବରେ ଆପଣ ଜ୍ଞାନରେ ହେଲେ। 4,000 ଟଙ୍କା ପ୍ରଡକ୍ଟ କିଣି ଯଦି 1,500 ଟଙ୍କାର ପ୍ରଡକ୍ଟ ବି ଆପଣ ଫ୍ରିରେ ମିଳୁଛି, ତାହେଲେ ଆପଣ ଜ୍ଞାନରେ ହଉଛନ୍ତି। ଇଏ ପାୱାର ଅଫ 50 କୁ ମାନେ ଆପଣ ଡାଟା ଦେଖିବେ, ଯୋଉ ଲୋକର 10 ତାରିଖ ଭିତରେ ଫାଉଣ୍ଡେସନ ଭଲ ମଜବୁତ ପଡିଗଲା, ସିଏ ଭଲ ଆଗେଇ ଯିବ ସେ ମାସରେ କରିବ। ଯଦି ମେନ୍ 10 ତାରିଖ ଭିତରେ ଯୋଉ ଲୋକ 10 ତାରିଖ ନେଗ୍ଲେକ୍ଟ କରିଦଉଛି, ତାପରେ 15 ତାରିଖ ପରେ ପୁରା ଶୋଇଲା, ଏ ମାସ ଆରେ ଏ ମାସ ତ ଗଲା ଗଲା ଦେଖିବା। ମାନେ ମୋଦି କେୟାର କେତେ ସୁନ୍ଦର ଭାବରେ, କେତେ ବଢିଆ ଭାବରେ ସବୁ ସେଟିଂ କରି କଣ କରୁଛି, ଯୋଉମାନେ ବୁଝୁଛନ୍ତି ତାର ଫାଇଦା ନଉଛନ୍ତି, ଯୋଉମାନେ ବୁଝିପାରୁନାହାନ୍ତି ତାର ଫାଇଦା ସେମାନେ ନେଇପାରୁ ନାହାନ୍ତି। ଇଏ ଗଲା ପାୱାର ଅଫ 50। ପାୱାର 50 ପରେ ଦେନ୍ ତାପରେ ଏଇ ଜିନିଷଟା ଟିକେ ଆପଣ ବୁଝି ଦିଅନ୍ତୁ, ସମୀର ମୋଦି ଇନଫିନିଟି ପ୍ଲାନ୍, ମୋଦି କେୟାର ଭ୍ୟାଲିଡ ଟାଇଟଲ ପଲିସି ଇଫେକ୍ଟିଭ 1 ମେ 2025, ଏଟା ଟିକେ ବୁଝି ଦିଅନ୍ତୁ। ये जो 1 May 2025 each advisor will be recognized by the highest title they have ever हाँ they have ever achieved in the Modi care system, which will become their respective valid। ଏଇ ଦେଖନ୍ତୁ ତଳେ ଯଦି ଟିକେ ଆମେ ଆସିଯିବା, ଏଇଠି ଆପଣ ଦେଖନ୍ତୁ, ଏଇ ପ୍ରଥମ ଲାଇନ ଦେଖନ୍ତୁ, a valid title remains active for 12 rolling months, right, 12 rolling months, right, starting from the subsequent month it was earned। ଏଇଟା ଖାଲି ଆପଣଙ୍କୁ ସିମ୍ପଲି ବୁଝେଇ ଦଉଛେ, ଆମର ମେ ମାସରେ ଯେତେବେଳେ ମୋଦି କେୟାର ପ୍ଲାନ ଲଞ୍ଚ କଲା, ସେତେବେଳେ ଆମର ତା ପୂର୍ବରୁ 3 ମାସ ପାଇଁ ଆସିଥିଲା କଣ ନା ମୋଦି ୱେ ପ୍ଲାନ। ମୋଦି ୱେ ପ୍ଲାନ ପୂର୍ବରୁ ଆମର ଥିଲା ଗ୍ଲୋବାଲ ପ୍ଲାନ, ରାଇଟ୍। ତେଣୁ ଯେ କମ୍ପାନୀ ଗୋଟେ ସିମ୍ପାଥି ଦେଖେଇକିରି ସିଏ କଣ କଲା ନା, ପୁରୁଣା ପ୍ଲାନରେ ସେ ପ୍ଲାଟିନମ ଥିଲା କି ପୁରୁଣା ପ୍ଲାନରେ ଏସିଡି ଥିଲା କି ପୁରୁଣା ପ୍ଲାନରେ ସିନିୟର ଡାଇରେକ୍ଟର ଥିଲା, ସେଇ ଯୋଉ ଟାଇଟେଲ କୁ ଦେଲା, ସେ ଟାଇଟେଲ ହଉଛି 12 ମାସ ପର୍ଯ୍ୟନ୍ତ। 12 ମାସ ମଧ୍ୟରେ ମନେ କରାଯାଉ ସପୋଜ ଜଣେ ସିନିୟର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଥିଲା, ତାହେଲେ ମିନିମମ୍ ତାର ଗୋଟେ ରେସ୍ପନ୍ସିବିଲିଟି ଲିଡର ହିସାବରେ ଏଇ ଦାୟିତ୍ୱ ଆସିବା ଦରକାର ଯେ ବର୍ଷକ ଭିତରେ ମୁଁ ଥରଟି ଏସିଡି ହୁଏ, ବର୍ଷକ ଭିତରେ ମୁଁ ଗୋଟିଏ ମାସ ପ୍ଲାଟିନମ ହୁଏ, କି ବର୍ଷକ ଭିତରେ ମୁଁ ଗୋଟିଏ ରେଡ୍ ବି ହୁଏ, right? କିନ୍ତୁ ଏଠି କଣ ଲେଖୁଛି, if an advisor qualify for a higher title within that 12-month period, the new title become the upgraded valid title and the 12-month validity resets from the subsequent month the new better title is achieved। ତା ମାନେ ମେ ମନେ କରାଯାଉ ସପୋଜ ଜଣଙ୍କର ଆପରେ ମୋଦି କେୟାର ଆପରେ ଶୋ କରୁଛି ସେ ପୁରୁଣା ପ୍ଲାଟିନମ ଥିଲା ଏବଂ ପ୍ଲାଟିନମ ଶୋ କରୁଛି ବା ଏସିଡି ଶୋ କରୁଛି, କିନ୍ତୁ ସେ ଆକ୍ଚୁଆଲି ସିନିୟର ଡାଇରେକ୍ଟର ମେଣ୍ଟେନ କରୁଛି ବା ଡାଇରେକ୍ଟର ମେଣ୍ଟେନ କରୁଛି। ସେଟା ଯେତେବେଳେ ଏକ୍ଜାକ୍ଟଲି ବର୍ଷେ ପୁରୀ ଯିବ ଏପ୍ରିଲ 30 କୁ, ତା ମାନେ ଯେତେବେଳେ ଏଇ ଦେଖନ୍ତୁ
ମ୍ୟାପ୍ଡ ଭ୍ୟାଲିଡ୍ ଟାଇଟଲ ମାନେ କର ଯୋଉ ଏପ୍ରିଲ 30 ଯେତେବେଳେ ଠିକ ବର୍ଷେ ପୁରୀ ଗଲା ତାପରେ ପୁଣି ଆମର ଆପରେ ଅପଗ୍ରେଡ ହେଇଯିବ ସିନିୟର ଡାଇରେକ୍ଟର। ତାମାନେ ମୁଁ ଯାହା କହିଲି ଆପଣ ମାନେ ବୁଝିପାରୁଥିବେ। ତେଣୁ ଯେକୌଣସି ଟାଇଟଲକୁ ଆପଣ ଯାଉଛନ୍ତି, ମନେ କରାଯାଉ ସପୋଜ ମୁଁ ଗ୍ଲୋବାଲରେ ଥିଲି, ଗ୍ଲୋବାଲରେ ମୁଁ ଥିଲି ଜିବିଡି, ରାଇଟ, ଜିବିଡି ଟପ୍ ମୋଷ୍ଟ ଟାଇଟଲ। ଯଦି ମୁଁ ଜିବିଡି ଥିଲି ବର୍ତ୍ତମାନ ବର୍ଷେ ପର୍ଯ୍ୟନ୍ତ ମେ ମାସ ପର୍ଯ୍ୟନ୍ତ ଯୋଉଠି ବି ମୁଁ ଷ୍ଟେଜରେ ଛିଡା ହେବି ଜିବିଡି ହିସାବରେ, କିନ୍ତୁ ଯେତେବେଳେ ପ୍ଲାନ ଲଞ୍ଚିଂ କଲା ମୁଁ ଆସିଲି କୋଉଠି ନା ଟ୍ରିପୁଲ ରେଡ୍ କୁ। ତାମାନେ ଟ୍ରିପୁଲ ରେଡ୍ କୁ ଆସିଲି ଏବଂ ଟ୍ରିପୁଲ ରେଡ୍ ରେ ମୁଁ ରେକଗ୍ନାଇଜ ହେଇକା ଚାଲିବି। ମୋର ଜିମ୍ମେଦାରି ବନୁଛି ଯୋଉ ଟାଇଟଲ କୁ ମୁଁ ଗଲି ବା ଯୋଉ ଟାଇଟଲ ମତେ ମିଳିଛି ମୋଦିକାର ଆପ ରେ ଯୋଉ ଟାଇଟଲ ଶୋ କରୁଛି ଅନ୍ତତଃ ବର୍ଷକୁ ଥରେ ବି ସେ ଟାଇଟଲ କୁ ମତେ ମେଣ୍ଟେନ କରିବା ଦରକାର, ରାଇଟ। ଦ୍ୟାଟ ଇଜ ହଉଛି ମୋର ରେସପନ୍ସିବିଲିଟି। ତାମାନେ ମୁଁ କାମ କରୁଛି, ମୁଁ ସିନସିୟର ଅଛି ପ୍ରଫେସନ ପ୍ରତି। ଏଇ ଜିନିଷଟା ଆପଣ ଜାଣିଦିଅନ୍ତୁ। ତାପରେ ଆଉ ଗୋଟେ ଜିନିଷ ଜାଣିଥାନ୍ତୁ, ଆଜି ବି କହିଦଉଛି ଯେ ଜାଣିଥିବେ ଆପଣ ମାନଙ୍କ ଭିତରୁ ବହୁତ ଲୋକ, ଆଉ ଥରେ ବି କମ୍ପାନୀ ଯେହେତୁ ମନେ ପକେଇଛି କହିଦଉଛି, ଲୟାଲିଟି ରିଷ୍ଟାର୍ଟ। ଇଏ ଲୟାଲିଟି ରିଷ୍ଟାର୍ଟର କଣ, ରାଇଟ? ଲୟାଲିଟି ରିଷ୍ଟାର୍ଟର ହଉଛି, ମନେ କରାଯାଉ ସପୋଜ ଜଣେ ପୁରୁଣା ଲୋକ ଆଗରୁ ତାର ବର୍ଷେ ତଳେ ଜଏନ କରିଛି, ଯୋଉ ମାସରେ ସିଏ ମାନେ ଏଇ ମାସରେ ସେ ଲୟାଲିଟି ଷ୍ଟାର୍ଟ କଲା, ତାମାନେ ଏଇ ମାସର ଯୋଉ ଲୟାଲିଟି ସେ ଷ୍ଟାର୍ଟ କଲା, ରାଇଟ, ତାମାନେ ଏ ମାସ ଯାକ ତା ପାଇଁ ଅଛି। Those who miss loyalty qualification and restart after a gap get full month for first month loyalty qualification। କଥାଟା ବୁଝିପାରୁଥିବେ? ତାମାନେ ଜଣେ ଲୟାଲିଟି କେବେ କରିନାହିଁ ବା ଲୟାଲିଟି ଆଗରୁ କରିକି 2 ମାସ 4 ମାସ ଗ୍ୟାପ୍ କରିଦେଇଛି, ପୁଣି ସେ ଷ୍ଟାର୍ଟ କଲା, ଯୋଉ ମାସ ଷ୍ଟାର୍ଟ କଲା ଆପଣ ମନେ ରଖିଥାନ୍ତୁ, ସିଏ 28 ତାରିଖ କିଣୁ କି 29 ତାରିଖ କିଣୁ, ସେଟା ତାର ପ୍ରଥମ ମାସ ଲୟାଲିଟି ହିସାବରେ କାଉଣ୍ଟ ହବ। ସେଟା ହଉଛି କଣ ଗୁଡ ନ୍ୟୁଜ ଲୟାଲିଟି ରିଷ୍ଟାର୍ଟଙ୍କ ପାଇଁ, ଯେ ପ୍ରଥମେ ଷ୍ଟାର୍ଟ କଣ କରୁଛେ। ତାପରେ ବାକି ସେକେଣ୍ଡ ମାସ ଠାରୁ ତାର ପାଇଁ ଆସିଯିବ କଣ ନା 25 ତାରିଖ ହଉଛି ଲାଷ୍ଟ ଡେଟ୍। ଏନଜୟ ବ୍ରାଣ୍ଡ ନ୍ୟୁ ପର୍କ ଗଲା କେନା ରିଡିମ୍ ୟୁଜ। ହଁ, ଏ ଲୟାଲିଟି କୁପନ ଯୋଉ ଆସୁଛି, ଲୟାଲିଟି କୁପନରେ ଆପଣ ବିଭିନ୍ନ ବିଭିନ୍ନ ଗିଫ୍ଟ ଆପଣ ପାଇପାରିବେ। ଆଉ ଲୟାଲିଟି ପ୍ଲସ୍ ଆପଣ ମାନେ ବି ଜାଣିଥିବେ, ରାଇଟ, ଯେ ଏଥିରେ କଣ ନା ଆଗରୁ ଆଗରୁ ଥିଲା ଯେ ଜଣେ ମାକ୍ସିମମ୍ 7,000 ଟଙ୍କା ପର୍ଯ୍ୟନ୍ତ ଫ୍ରିରେ ଜିନିଷ ପାଇପାରିବ, ରାଇଟ। ଆଉ ମୋ ଲେଭେଲରେ କଣ ହଉଛି ନା ମୁଁ ପ୍ରତ୍ୟେକ ମାସରେ 200 ପିଭି କରୁଛି। ଆମର ପ୍ଲାଟିନମ ମାନେ 100 ପିଭି କରୁଛନ୍ତି, ରେଡ୍ ମାନେ 200, ଏସବୁ 200 କରୁଛନ୍ତି। ଡବଲ ରେଡ୍ 200, ଟ୍ରିପଲ ରେଡ୍ 200, ଆଉ ବ୍ଲୁ ହେଲେ 300। ଆମେ ଯେତେବେଳେ 100 ପିଭି କରୁଛୁ ବା ଯୋଉମାନେ ପ୍ଲାଟିନମ ଅଛନ୍ତି ସେମାନେ ସବୁ 100 ପିଭି କରୁଛନ୍ତି, ରାଇଟ। 100 ପିଭି କଲା ବେଳକୁ ତାଙ୍କୁ କମ ସେ କମ 7-8 ହଜାର ଟଙ୍କାର ପ୍ରଡକ୍ଟ ହେଇଯାଉଛି, ରାଇଟ। ଯଦି 7-8 ହଜାର ଟଙ୍କା ପ୍ରଡକ୍ଟ ହେଇଯାଉଛି, ଯଦି ଗୋଟେ ଗୋଟେ ସିମ୍ପଲି ଗୋଟେ ପ୍ଲାଟିନମ ବି ସିଏ ଏଠି ବର୍ଷକୁ 21,000 ଟଙ୍କାର ଫ୍ରି ଜିନିଷ ପାଇଯାଇ ପାରୁଛି। ମୁଁ ଯେହେତୁ 200 ପିଭି କରୁଛି, ମୋର ପ୍ରତ୍ୟେକ ମାସରେ 15,000 ଟଙ୍କା ପ୍ରଡକ୍ଟ ଆସିଯାଉଛି। ମତେ ଏଠି କଣ ନା ବର୍ଷକୁ 30,000 ଟଙ୍କା ପ୍ରଡକ୍ଟ ବି ଏଇ ମାସରେ ମୋର 2ଟା କୁପନ ଆସିଛି 20,000 ଟଙ୍କା, ରାଇଟ। ଯୋଉଟା କି ବହୁତ ବଢିଆ କରିଛି ଏଇ ଜିନିଷଟି। 10,000 ଟଙ୍କା ପର୍ଯ୍ୟନ୍ତ ଜଣେ ଫ୍ରିଲି ନେଇପାରିବ। ଯେ ମିନିମମ୍ 2,500 ମିନିମମ୍ 1,800 ଟଙ୍କାର ଯଦି ଲୟାଲିଟି କରୁଛି, 1,800 ଟଙ୍କାରୁ କରୁ ବା 2,500 ଟଙ୍କା କରୁ ବା 3,000 ଟଙ୍କା କରୁ, ସେ ମାକ୍ସିମମ୍ 7,000 ଟଙ୍କା ପରିରୁ 10,000 ଟଙ୍କା ପର୍ଯ୍ୟନ୍ତ ଫ୍ରି ଲୟାଲିଟି ନେଇପାରିବ। ଲୟାଲିଟି ପ୍ଲସ୍ ଏଟା ଆପଣ ବୁଝିଥିବେ। ଲୟାଲିଟି ପ୍ରୋଗ୍ରାମ ବୁଝି ଯାଇଛନ୍ତି ବାସ୍। ଆଉ ଏ ମାସର ଆଉ କିଛି ଅଫର୍ସ ଆପଣ ବୁଝିଯିବା ଦରକାର। ଗୁରୁଦେବ ଆମକୁ କହିଛନ୍ତି ଯେ ପ୍ରତ୍ୟେକ ମାସର ପ୍ରଥମ ପ୍ରୋଗ୍ରାମଟି ଅଫର ଉପରେ ରହିବା ଦରକାର। ଲୋକଙ୍କର ହ୍ୱାଟ୍ସଆପ ରେ ମୁଁ ଫରୱାର୍ଡ କଲି ରାଇଜିଂ ଷ୍ଟାରରେ, ଆପଣ ମାନେ ଦେଖିକି ଆପଣମାନଙ୍କ ଗ୍ରୁପରେ ଫରୱାର୍ଡ କଲେ। କେହି ଟିକେ ପଢୁନାହାନ୍ତି, କେହି ଟିକେ କିଛି ନାହିଁ, ଖାଲି ଫରୱାର୍ଡରେ ଚାଲିଲା। ତାପରେ ଡିପି ରେ ବିଲ୍ କଲା ବେଳକୁ ଏ ମାସରେ କଣ ଅଫର ଅଛି କହୁନି, ସେ ଡିପି ବାଲା ତାର ମୁଣ୍ଡ ଠିକ ଥିଲେ କଣ କଲା, ନହେଲେ ନାହିଁ ଆମେ ପ୍ରମୋ ଠିକ ସେ କଣ ନାହିଁ। ଏଇଟା ଆପଣ ଜାଣନ୍ତୁ 1,000 ଟଙ୍କାର ଏ ମାସରେ କଣ ଅଛି ନା, ଯଦି 1,000 ଟଙ୍କାର ଆମେ ଯୋଉ ନ୍ୟୁ ଜଏନିଂ ପ୍ରୋଗ୍ରାମ 1,000 ଟଙ୍କାରେ ନ୍ୟୁ ଜଏନ୍ ପ୍ରୋଗ୍ରାମ କଣ ତ ଆପଣ ତ ଜାଣିଗଲେ, ସେ ଆସିଗଲା। ତଥାପି ଆପଣ ଜାଣନ୍ତୁ ଯେ ସାଲୁନ ହେୟାର ଅଏଲ ଅଛି, ଆଉ ନହେଲେ ପେଷ୍ଟ ଅଛି। 2,000 ଟଙ୍କା କିଣିଲେ କଣ ଅଛି, 2,000 ଟଙ୍କା କିଣିଲେ ଆମର ଏସପିଏଫ ଯୋଉ ଆମର ଇଏ ଏସପିଏଫ ଅଛି, ଆଁ ଯୋଉ 343 ଏମଆରପି ର। ଆଉ କଣ ଅଛି ନା ଗ୍ରୀନ୍ ଟି ଅଛି, ରାଇଟ। ଏଇ ଯୋଉ ପ୍ରଡକ୍ଟ ଏଗୁଡିକ ଆପଣ ଜାଣନ୍ତୁ। 3,000 ଟଙ୍କାର ଅଛି ମଧ୍ୟ କଣ ଅଶ୍ୱଗନ୍ଧା, ରାଇଟ, ମଲ୍ଟିଭିଟାମିନ ମଲ୍ଟିମିନେରାଲ। ତାପରେ କ୍ଲିଞ୍ଜର, ଯୋଉ ଶ୍ଲୋକାର 3 in 1 କ୍ଲିଞ୍ଜର, ରାଇଟ। ନ୍ୟୁ ଜଏନ୍ 5,000 ରେ 5,000 କଣ ଅଛି ଯେ ମର୍କାନୋ ସାମ୍ପୁ ପ୍ଲସ୍ ହଉଛି ବଡି ଲୋସନ। ଆଉ ଅର ଅର ଅଛି କଣ ନା ଆମର ମାଇଟିନ 1। ଯଦି ତାପରେ ଏଠି ହଉଛି କଣ ନା ଡିଟକ୍ସ ପେଷ୍ଟ, ସେ ଯୋଉ
ଇଏ ଆମର ସାବୁନଟି ଆସୁଛି ଯୋଉଟା କଣ ଯୋଉ ଆଣ୍ଟି ଇଏ ସାବୁନଟି ପ୍ଲସ ଇଏ ଆସିଲା କାର୍ଡିଓ ଇଏ ଆସିଗଲା 5,000। ଏଗ୍ରି ଧମାକା ଚାଲିଛି, ରାଇଟ୍। ତାପରେ ଯୋଉ ଆମର ଏନଭାୟର ଚିପ୍ 4ଟାରେ ଗୋଟେ ଏନଭାୟର ଗ୍ଲୋଭ, ବାସ୍ ଓକେ। ହଁ ଏଇ ଗୋଟେ ବଢିଆ ଅଫର ଅଛି। ଏ ଅଫରଟି କଣ ଅଛି ନା ରେଡି ୱିଥ ସେଫ୍ ସିଫ୍ଟ ପ୍ରମୋସନ ଫାଷ୍ଟ ଟୁ 31st, ଇଏ ପୁରା ମାସ ତମାମ ଅଛି ବାଇ ଏନି ମୋଦି କେୟାର ପ୍ରଡକ୍ଟ। କେତେ ସୁନ୍ଦର ବଢିଆ ଜିନିଷଟା ଅଛି ଦେଖ, ବାଇ ଏନି ମୋଦି କେୟାର ପ୍ରଡକ୍ଟ ରେ ଆପଣଙ୍କୁ ଦିଟା ଫ୍ଲେଭରର, ରାଇଟ୍, ଦିଟା ଫ୍ଲେଭର ଚକୋଲେଟ ଆଉ କୁଲଫି, ଏ ଯୋଉ ଦିଟା ଫ୍ଲେଭରର ଆମକୁ ସେପସିଟ୍ ମିଳୁଛି କେତେ ନା 649 ରେ, 649 ଟଙ୍କାରେ। 1,840 ପରିବର୍ତ୍ତେ 649 ଟଙ୍କାରେ ମିଳୁଛି। ତାମାନେ ଆପଣ ଦେଖନ୍ତୁ କେତେ କେତେ ଗେନର ହଉଛନ୍ତି ମାତ୍ର ଯଦି 1,000 ଟଙ୍କା ପ୍ରଡକ୍ଟ ଆପଣ ପରଚେଜ କରୁଛନ୍ତି। ଇଏ ଆସିଲା ଫରେଷ୍ଟ ନେକ୍ଟାର ଉପରେ 40% ଅଫ୍। ତେଣୁ ଏ ଯେତିକି ମୁଁ ଆମର ରାଇଜିଂ ଷ୍ଟାରରେ ପୋଷ୍ଟ କରିଦେଇଛି, ଆଉ ତାକୁ ଯଦି ସବୁଗୁଡାକ ଆପଣ ଥରେ ଥରେ ବି ପଢିବେ ବି ଆପଣ ଅଫର ଗୁଡାକ ବି ଏ ମାସରେ ସୁନ୍ଦର ବେଡସିଟ୍ ଅଫର ରହିଛି, ରାଇଟ୍। 649 ଟଙ୍କାର ଇଏ ହଉଛି ବେଡସିଟ୍ ଅଫର। ଏ ଧୂପ ନେଇକି ୟୁଜ କଲେଣି କି ନାଇଁ? ଏ ଧୂପ ମୁଁ ୟୁଜ କରୁଛି। ଦିଟା ସମୀର ସାର୍ ପଠେଇଥିଲେ ପ୍ରଥମେ ସାମ୍ପଲ ହିସାବରେ, ରାଇଟ୍, ଆମର ସ୍ୟାଣ୍ଡଲଉଡ ଆଉ ଲେମନ ଗ୍ରାସ। ଆଉ ମୁଁ ନିଜେ ଠାକୁର ପୂଜା କଲା ଯେତେବେଳେ ତାକୁ ଲଗାଉଛି ବଢିଆ ମାନେ ବଢିଆ ବାସ୍ନା ହଉଛି। ଲେମନ ଗ୍ରାସ ଟା ଭଲ ଲାଗୁଛି, ସ୍ୟାଣ୍ଡଲଉଡ ବି ଭଲ ଲାଗୁଛି। ମାନେ ୟାକୁ ୟୁଜ କରନ୍ତୁ, ଏଥିରେ ବିଭି ବି ବଢିଆ ଅଛି, ରାଇଟ୍। ଇଏ ଥିଲା ଏ ମାସରେ କିଛି ଅଫର୍ସ। ବାକି ଜଷ୍ଟ ଖାଲି ଏଠି ଗୋଟିଏ ଜିନିଷ କହିବି, ଯୋଉଟା ନ୍ୟୁ ଜଏନିଂ ଉପରେ ଯୋଉଟା ଆସିଛି ବହୁତ ବଢିଆ ଆସିଛି। ଆଉ ଗୋଟେ ମୁଁ କହିବି ଯୋଉଟା କି ପାୱାର ଅଫ 50, ଏ ଦିଟା ଜିନିଷ ଉପରେ ଫୋକସ କରାନ୍ତୁ, ବିଜନେସ ଡେଫିନେଟଲି ଆପଣଙ୍କର ବହୁତ ବଢିଯିବ, ରାଇଟ୍। ଇଏ ଥିଲା ଆଜି ଆପଣଙ୍କ ସାମ୍ନାରେ କିଛି ଅଫର୍ସ। ବାଲେଶ୍ୱର ଇଭେଣ୍ଟ ବିଷୟରେ ମୁଁ କହିଲି ଯେ ଅନ୍ତତଃ ପକ୍ଷେ ଯୋଉ 100 ଲୋକ ଅଛନ୍ତି, କୌଣସି ହାଲତରେ ଆପଣ ବାଲେଶ୍ୱର ଇଭେଣ୍ଟକୁ ମିସ୍ କରନ୍ତୁନି। ସମୀର ସାର୍ 2 ବର୍ଷ 2.5 ବର୍ଷ ଥରେ ଆସୁଛନ୍ତି। ଶୁଣନ୍ତୁ, 2 ବର୍ଷ 2.5 ବର୍ଷ ଥରେ ଆସୁଛନ୍ତି, ପ୍ରଥମ କଥା। ଦ୍ଵିତୀୟ କଥା ହଉଛି ଆମ ମାଲିକ ଆସୁଛନ୍ତି। ଯଦି ସେତିକି ଭିତରୁ ଆସୁନାହିଁ, ଲଜିକ ଖୋଜିବେ ଯେ ହେ ବାଲେଶ୍ୱର ଗଲେ ମୋର ଖର୍ଚ୍ଚ ହେଇଯିବ, ଇଏ ହେଇଯିବ, ସିଏ ହେଇଯିବ, 250 ଟଙ୍କା ଟିକେଟ, ଏ ତାହେଲେ ମାନେ ଭିତରେ ଆପଣଙ୍କର ବ୍ଲଡ ରେ ମୋଦିକାର ନାହିଁ, ସମ୍ଭାଳିକି ରହିପାରିବେ ନାହିଁ। ମାନେ ମୋର କହିବା କଥା, ଯେତେବେଳେ ଗୋଟେ ମା ଦୀର୍ଘ ଦିନ ଧରିକିରି, ରାଇଟ୍, ଯେତେବେଳେ ଗୋଟେ ଦୀର୍ଘ ଦିନ ଧରିକିରି ଗୋଟେ ମା ଦୂରରେ ଥାଏ, ଯେତେବେଳେ ମା ଆସିଯାଏ ନା, ଛୁଆକୁ ସମ୍ଭାଳି ହୁଏନି କି ମାକୁ ବି ସମ୍ଭାଳି ହୁଏନି। ଯେ ମାକୁ ଦେଖିକି ଛୁଆ ବି ବ୍ୟସ୍ତ, ଛୁଆକୁ ଦେଖିକି ମା ବି ବ୍ୟସ୍ତ ହେଇଯାଏ। ସମୀର ମୋଦି ଆସୁଛନ୍ତି ବାଲେଶ୍ୱର, ମିନ୍ସ ଦିଲ୍ଲୀରୁ ଓଡିଶାକୁ ଆସୁଛନ୍ତି, କିନ୍ତୁ ହୁଏ ଆମେ ଯିବା ନାହିଁ, ତାହେଲେ ଆପଣ ଚିନ୍ତା କରନ୍ତୁ କେତେ ମାନେ କଣ ଆସିବ। ତେଣୁ ଆପଣ ମାନେ ଫୁଲ ଦମରେ ଏଟାକୁ, ମିନ୍ସ କଣ ଦେଖିବେ କୋନ ଜିନିଷ ଅଲଗା କଥା, ଯେ ସେ ଆଗେ ଦେଖନ୍ତୁ, ସେ ଜଣେ ସେ ଆମ ମାଲିକକୁ ଦେଖନ୍ତୁ, ରାଇଟ୍। ସେ କ୍ରାଉଡ ଦେଖନ୍ତୁ, ମାଲିକକୁ ଦେଖନ୍ତୁ, କଣ 5,000 ଖର୍ଚ୍ଚ ହେଇଗଲା, 2,000 ଖର୍ଚ୍ଚ ହେଇଗଲା, କଣ ହେଇଗଲା, ରାଇଟ୍। ମାନେ ଯିଏ କି ଆଜି ଆମମାନଙ୍କ ଭଳିଆ ଲୋକକୁ, ମୁଁ ତ ବେଳେ ବେଳେ ବହୁତ ସମୟରେ ମୁଁ ଚିନ୍ତା କରେ, ମୁଁ ଯଦି ଆଜି ଓକିଲାତି କରୁଥାନ୍ତି, ବାଡେଇ ଛାଟି ପିଟି ହେଇକିରି, ମୁଁ ଯେତେ ଟ୍ୟାଲେଣ୍ଟେଡ ଯେତେ ଯାହା ବି ହେଇଥିଲେ ବି, କୋଟି କୋଟିକା ଟଙ୍କା ଲକ୍ଷେ ବାସ୍ ଝୋଳ ବାହାରି ଯାଇଥାନ୍ତା ଲକ୍ଷରେ। ମୁଁ ତ ନିଜ ମୋ କଥା କହୁଛି, ଲକ୍ଷରେ ମୁଁ ମାନେ ମୋ ଝୋଳ ବାହାରି ଯାଇଥାନ୍ତା। ଇଏ 9 ତାରିଖ ଖାଲି ହଉନି, 8 ତାରିଖ 9 ତାରିଖ 8 ତାରିଖ 9 ତାରିଖ, କୋଟି କୁଟାକି 3.5 ଲକ୍ଷ, କୋଟି କୁଟାକି 3.5 ଲକ୍ଷ, କୋଟି କୁଟାକି 3.5 ଲକ୍ଷ। ମାସରେ ମୋର କାମ ନୂଆ ନୂଆ ଯେତେବେଳେ ମୁଁ କାମ କରୁଥିଲି, ପ୍ରବଳ ମାନେ ମାନେ ମୋର କ୍ୟାରିୟର ଆରମ୍ଭରେ 30 ଦିନରେ 30 60 ମିଟିଂ ମୁଁ କରୁଥିଲି। ଏବେ ତ ମାସରେ ହାର୍ଡଲି କେତେ, ସବୁ ଲିଡର ତ ଇଣ୍ଡିପେଣ୍ଡେଣ୍ଟଲି କାମ କରୁଛି, ମାସରେ ହାର୍ଡଲି 5 ଦିନ 6 ଦିନ ଖଣ୍ଡେ ମୁଁ ଯାଉଛି କୋଉଠି ମିଟିଂ କୋଉଠି କରିବା ପାଇଁ, 5 to 6 days, 5 6 ଦିନ। ଯେତିକି ମୋର ଫ୍ୟାମିଲିକୁ ନେଗ୍ଲେକ୍ଟ ମୁଁ କରିଥିଲି ମୋର ଇନିସିଆଲ ଆରମ୍ଭ ସମୟରେ, ବର୍ତ୍ତମାନ ତାକୁ ମୁଁ ସୁଝି ଦେଇ ସାରିଲିଣି। ଫ୍ୟାମିଲି କି ସଫିସିଏଣ୍ଟ ଟାଇମ ଫ୍ୟାମିଲିକୁ ମୁଁ ଦେଇ ସବୁ କଣ କରି, ରାଇଟ୍, ନିଜ ମୋର ଯାହା ସହିତ ଭଲ ଲାଗୁଛି, ମୋ ମେଣ୍ଟାଲିଟି ମିଶୁଥିବା ଲୋକଙ୍କ ସହିତ ମୁଁ କାମ କରୁଛି, ତାକୁ କିଛି ଆଇଡିଆ ଦଉଛି, ତାକୁ କିଛି ମିଶିକି କରୁଛି, ଜବରଦସ୍ତି ଭାବରେ କଣ କରୁଛି। ଫରେନ୍ ଟ୍ରିପ ଛାଡନ୍ତୁ, କେତେ କଣ ପାଇଛି, କଣ କଣ କରୁଛି, କଣ ଛାଡନ୍ତୁ, କଣ ଧନ୍ଦା ଅଛି, କଣ ପ୍ରଫେସନ ଅଛି, 4 5 ଦିନ ନିଜ ମର୍ଜିରେ କାମ କରିବ ଏବଂ 8 9 ତାରିଖରେ 3.5 ଲକ୍ଷ ଟଙ୍କା ପାଇବ, ଥରେ ଭାବିକି ଦେଖିଲେ, ରାଇଟ୍। ତେଣୁ ଏଇସବୁ ଜିନିଷ, ବହୁତ ଜିନିଷ ଏଇସବୁ ଗୁଡିକ କଲେ ଭଗବାନ ଦିଅନ୍ତି। ମାନେ ଆପଣ ଯାହା ବି କର୍ମ କରୁଛନ୍ତି, ବିଲକୁଲ ହିସାବ କରନ୍ତୁନି ଯେ ଆପଣ କଣ କେତେ ଦଉଛନ୍ତି। ଦବା ଲୋକ ବା ଉପର ବାଲା, ରାଇଟ୍। ଆପଣ ଆପଣଙ୍କର କର୍ମ କରିଚାଲନ୍ତୁ, ଆପଣ କରିଚାଲନ୍ତୁ, ମାଇଣ୍ଡ ବି କଣ କରିଚାଲନ୍ତୁ ନା। କହୁଛି ଯୋଉ ଜିନିଷ, ଗୋଟେ ବର୍ଷ ଆପଣ 15 ବର୍ଷ ବି ମୋଦିକାରେ କାମ କରୁଛନ୍ତି ନା, କିଛି ପାଇନାହାନ୍ତି ତ, ଗୋଟିଏ ବର୍ଷରେ ସବୁ ପୁରା ହେଇ, ଗୋଟିଏ ବର୍ଷରେ ସବୁ ପୁରା ହେଇ। ଯୋଉ ସମୟରେ କରୋନା
କୋଭିଡ ହାହାକାର ମଚୁଥିଲା, ମୁଁ ଏବେ ଯୋଉ ଘରେ ବସିକି ମିଟିଂ କରୁନି କି, ସେତେବେଳେ ଏଇ ଜାଗାଟାକୁ ମୁଁ କିଣିଥିଲି। ମୁଁ ଆଗରୁ ଜାଗା କିଣିଥିଲି, ଏଇ ଯୋଉ ଘରେ ବସିକି ଏବେ ମିଟିଂ ମୁଁ କରୁଛି, ହାହାକାର ମଚି ଯାଇଥିଲା। ଯେତେବେଳେ ଚାକିରି ଲୋକ ବାହାରୁଥିଲେ, ଏଇ ଜାଗାଟାକୁ ମୁଁ କିଣିଥିଲି 40 ଲକ୍ଷ ଟଙ୍କାରେ। ସେତେବେଳେ ମୁଁ 5 ଲକ୍ଷ ଖଣ୍ଡ ଟଙ୍କା ଧାର, 7 ଲକ୍ଷ ଖଣ୍ଡ ଏଠୁ ଆରେଞ୍ଜ କରିଥିଲି ମାସେ 2 ମାସ ପାଇଁ। ଆଉ 30-35 ଲକ୍ଷ ଟଙ୍କା ନଗଦ ଥିଲା। ଏଇ ଜାଗାଟା ମୁଁ କିଣିଥିଲି ସେତେବେଳେ 40 ଲାକ୍ସରେ, କୋଭିଡ ସମୟରେ, କୋରୋନା ସମୟରେ, ରାଇଟ। ତାମାନେ କୋରୋନା ସମୟରେ ଏ ଜାଗା କିଣି, କୋରୋନା ଏମିତି ଗଲାଣି, ତା ଭିତରେ ମୁଁ ନିଜେ ଘର କରି ରହି ସାରିଲିଣି। ତାହେଲେ ଆପଣ ମାନେ ଚିନ୍ତା, ଗୋଟେ ବର୍ଷ ଭିତରେ ସବୁ କଣ ଆପଣ ଯୋଉ ଜିନିଷ ରହୁଛି କାମ କରିଚାଲନ୍ତୁ। ଏଣ୍ଟାୟାର ଜୀବନ କାଳ ଭିତରେ ସାଧାରଣ ଲୋକମାନେ ଯାହା କରିପାରୁନାହାନ୍ତି, ଆପଣ ମୋଦି କେୟାର ଆପଣଙ୍କର ବର୍ଷକରେ ପୁରା କରିଦବ। କିନ୍ତୁ କର୍ମ ସଚ୍ଚେ ଦିଲ ସେ କରିଚାଲନ୍ତୁ। ମୋଦି କେୟାରକୁ ଭଲ ପାଇ ଚାଲନ୍ତୁ, ସମୀର ମୋଦିକୁ ଭଲ ପାଆନ୍ତୁ, ମୋଦି କେୟାର ପ୍ରଡକ୍ଟକୁ ଭଲ ପାଆନ୍ତୁ, ଅପରଚୁନିଟି ଭଲ ପାଆନ୍ତୁ। ମୁଣ୍ଡ ଭେଜା ବେଶୀ ଖର୍ଚ୍ଚ କରନ୍ତୁନି। ଏଇଠି ବେଶୀ ହିସାବ କରିବେ ନା, ଉପର ବାଲା ହିସାବ କରିକି ପଇସା ଦବ। ମୁଁ ବିଲକୁଲ କୋଉଠି ହିସାବ ହିସାବ କରେନି। ଆରେ ମୋଦି କେୟାର ପାଇଁ ଯାଉଛି ତ ଯାଉ, କୋଉଠି ଗୋଟେ ମିଟିଂ କରିବା ପାଇଁ ମୁଁ ଗଲେ 10-15 ହଜାର, 12 ହଜାର, 5 ହଜାର କୋଉଠି ଉଡେଇ ଦେଇକି ଆସେ। କିଛି ଇଏ ନାହିଁ। ଆରେ ଗୋଟେ ମାସରେ ଯଦି ମୋର 20 ହଜାର ଟଙ୍କା, 20 ହଜାର ଟଙ୍କା ବଢି ଯାଉଛି, ମୁଁ ହିସାବ କରିଥିବି ମୋର ଆସିବ 3,50,000। ମୁଁ ହିସାବ କରିଥିବି, କିନ୍ତୁ ଦେଖିଲା ବେଳକୁ ଆସିବ 3,70,000। ପୁଣି ଏ ଭଗବାନ, ଇଏ କଣ ଆହୁରି 20 ହଜାର ଅଧିକ ଆସିଗଲା ନା, ମିନ୍ସ ସେମିତି କୋଉଠି କଣ ଖର୍ଚ୍ଚ ହେଇଛି ସେ ପୁଣି ଦେଇଛନ୍ତି, ରାଇଟ। ବେଳେ 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 ଏଇ ଜିନିଷ ଘଟେ। ତେଣୁ ବାଲେଶ୍ୱର ଯୋଉ ଇଭେଣ୍ଟଟି, ଯୋଉ ଆଜି ଯୋଉ କହିଲି ଯେମିତି ସେଲ୍ ଦ ଇଭେଣ୍ଟ, ବାଲେଶ୍ୱର ଇଭେଣ୍ଟ ସମସ୍ତେ ଆସନ୍ତୁ। ଆପଣ 100 ଲୋକ ଅଛନ୍ତି, ଆପଣଙ୍କ ଟିମ୍ ଟୋଟାଲ ନେଇକରି ଆସନ୍ତୁ। ଖାଲି ସମୀର ସାର୍ଙ୍କୁ ଟିକେ ଦେଖିକି ଆସନ୍ତୁ, ତାଙ୍କ ନାଚ ଗୀତ, ତାଙ୍କର ଅହଙ୍କାର, ମାନେ ଅହଙ୍କାର ଲେସ୍। ଆରେ ଅନ୍ନଦାତା ଯିଏ ଆଜି ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦଉଛନ୍ତି, ଯଦି ତାଙ୍କ ପ୍ରତି ଟିକେ ଭକ୍ତି ଭାବ ଆସୁନି, ଆମେ ପଇସା ହିସାବ କରିବା, ବିଭିନ୍ନ ବାହାନା ଖୋଜିବା ଉପରେ, ଯୋଉ ଲୋକ ସିଏ କଣ କେବେ ସନ୍ତୁଷ୍ଟ ହବ? ଇଏ ଥିଲା ଆଜି ମୋର ପ୍ରେଜେଣ୍ଟେସନ। ବାକି ମୁଁ ଦେଖେ କମଲ ସାର୍ କାହାକୁ ପୋଷ୍ଟ କରିଛନ୍ତି, ଜଣେ ଦି ଜଣଙ୍କ ପାଖରୁ ଶୁଣିବା, ଏବଂ ତାପରେ ମିଟିଂ କ୍ଲୋଜ କରିବା ରାଇଟ 9ଟାରେ। ଓକେ, ପ୍ରଥମେ ଆମେ ଶୁଣିବା ମିଷ୍ଟର ଅଶୋକ ମହାରଣା, ଏଙ୍ଗରି Recording ୟଙ୍ଗ ମ୍ୟାନ, stopped. ଜଗତସିଂହପୁର, ଅଶୋକ ମହାରଣା।